ମନୁଷ୍ୟ ମର୍କଟ ସମ୍ବାଦ। ଲେଖକ ମନୋଜ ଦାସ। ଅବଶେଷରେ ଦିନକର ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଦିଗନ୍ତର ଏକ ପ୍ରାନ୍ତରେ ପାଉଁରୁଟି ଭଳି ଫୁଲି ଉଠିଥିବାର ଦେଖାଗଲା ମେଞ୍ଚାଏ ମେଘ। ଦି ଗ୍ରେଟ୍ ଗ୍ରାଣ୍ଡ ସର୍କସର ସ୍ୱତ୍ୱାଧିକାରୀ ନାୟାର ଏହି ଅଚାନକ ହାୱାର ପ୍ରଥମ ଶୀତଳ ସ୍ପର୍ଶରୁ ହିଁ ଠଉରାଇ ନେଲା ଯେ ଋତୁଗତ ଧାରାବାହିକ ବର୍ଷା ଆଗତ ପ୍ରାୟ। ଅତଏବ ପୂର୍ବ ଉପକୂଳ ପରିତ୍ୟାଗ କରି ଏଣିକି ଦାକ୍ଷିଣାତ୍ୟ ଦିଗରେ ଯାତ୍ରାରମ୍ଭ କରିବାକୁ ପଡ଼ିବ। କିନ୍ତୁ ଉପକୂଳବର୍ତ୍ତୀ ଜନପଦରୁ ତାଙ୍କ ଶେଷ ତମ୍ବୁ ଗୋଟାଇ ନେବା ପୂର୍ବରୁ ପ୍ରାୟ 2 ଡଜନ ସରିକି ନରନାରୀ, ଗୋଟିଏ ସଦ୍ୟ ମ୍ୟାଲେରିଆଗ୍ରସ୍ତ ଭାଲୁ, ଏକ ସମ୍ଭ୍ରାନ୍ତ ଓଟ ତଥା ଦୀର୍ଘକାଳବ୍ୟାପୀ ଅହିଂସାବାଦକୁ ଆବୋରି ରହିଥିବା ଏକ ଗୋଟି କ୍ଷୀଣକାୟ ଚିତାବାଘ ବିଶିଷ୍ଟ ସେହି କ୍ଷୁଦ୍ର ଦଳ ଜନୈକ ନୂତନ ସଭ୍ୟର ଯୋଗଦାନ ଦ୍ୱାରା ସମୃଦ୍ଧ ହୋଇପାରିଥିଲା। ନବାଗତ ଖେଳୁଆଡ଼ଟି ଗୋଟିଏ ପାତି ମାଙ୍କଡ଼। ଅଳ୍ପ କେତୋଟି ମୁଦ୍ରା ବିନିମୟରେ ଯେଉଁ ଯାଯାବରଟି ତାକୁ ନାୟାରକୁ ହସ୍ତାନ୍ତରିତ କରିଦେଲା, ସେ ଅତ୍ୟନ୍ତ ବୃଦ୍ଧ ହୋଇଯାଇଥିଲା। ମାଙ୍କଡ଼କୁ ଧରି ଗ୍ରାମରୁ ଗ୍ରାମାନ୍ତରକୁ ବୁଲି ବୁଲି ଖେଳ ଦେଖାଇବା ଭଳି ତାକତ ଆଉ ତାର ନଥିଲା। କିନ୍ତୁ ଅତ୍ୟନ୍ତ ଯତ୍ନ ସହକାରେ ସେ ମାଙ୍କଡ଼ଟିକୁ ଲାଳନ ପାଳନ କରିଥିଲା ଏବଂ ତାକୁ କସରତ ଶିଖାଇଥିଲା ତତୋଧିକ ଯତ୍ନ ସହକାରେ। ତାକୁ ହସ୍ତାନ୍ତର କରିସାରି ବୃଦ୍ଧଟି ବହୁତ କାନ୍ଦିଲା। ଜୀବନ ସଂଗ୍ରାମର କଠୋର ପ୍ରଦାହର ସାଥୀ ଓ ଅଂଶୀଦାରଠାରୁ ବୃଦ୍ଧର ବିଚ୍ଛେଦ ଜନିତ ସେହି ବିସର୍ଜନକୁ ନାୟାର ହୃଦୟଙ୍ଗମ କରିପାରୁଥିବା ଭଙ୍ଗୀରେ ମୁଣ୍ଡ ଟୁଙ୍ଗାରୁଥିଲା। ଦି ଗ୍ରେଟ୍ ଗ୍ରାଣ୍ଡ ସର୍କସରେ ଯୋଗଦାନ କରିବା ପରେ ପ୍ରଥମ କେତୋଟି ଦିନ ମାଙ୍କଡ଼ଟି ଉଦାସୀନତାର ଏକ ଆତ୍ମସୃଷ୍ଟ ଜଗତ ଭିତରେ ନିଜକୁ ନିର୍ବାସିତ କରି ରଖିଲା। ଯେତେ ଚେଷ୍ଟା କଲେ ବି ତାହା ମନରେ କୌଣସି ବସ୍ତୁ ପ୍ରତି ଆଗ୍ରହ ସଞ୍ଚାର କରାଯାଇ ପାରିଲା ନାହିଁ। ସର୍କସ ଶବ୍ଦର ଉଦାର ସଂଜ୍ଞା ଭିତରେ ଆଶ୍ରୟ ଖୋଜି ପାଇଥିବା ନାୟାରର କ୍ଷୁଦ୍ର ଦଳଟି ସର୍ବଦା ଗ୍ରାମୀଣ ବଜାର କିମ୍ବା ବଡ଼ ବଡ଼ ଗ୍ରାମର କେନ୍ଦ୍ରସ୍ଥଳମାନଙ୍କରେ ତମ୍ବୁ ପକାଉଥିଲେ। ତମ୍ବୁ ସଂଲଗ୍ନ ବଣବୁଦା ମଧ୍ୟକୁ ଚାଲିଯିବା ପାଇଁ ମାଙ୍କଡ଼ଟି ଥରେ ଅଧେ ଚେଷ୍ଟା କଲା, କିନ୍ତୁ ନାୟାରର ଲୋକମାନେ ଥିଲେ ସଜାଗ। ମାଙ୍କଡ଼ର ପ୍ରୟାସ ହେଲା ବିଫଳ। ଏହାପରେ ମାଙ୍କଡ଼ଟି ଆହୁରି ବିଷଣ୍ଣ ଦେଖାଗଲା। ଏହି ପର୍ଯ୍ୟାୟରେ ହିଁ ନାୟାର ହଠାତ୍ ଦିନେ ସର୍କସର ବୟସ୍ୟ ଲାଟୁ ଉପରେ ମାଙ୍କଡ଼ଟିକୁ ଆୟତ୍ତ କରିବାର ଦାୟିତ୍ୱ ଅର୍ପଣ କଲା। ଅଭିଜ୍ଞତା ଓ ଅନ୍ତର୍ବୋଧର ଯେଉଁ ସମନ୍ୱୟ ସଚରାଚର ପ୍ରତ୍ୟେକ ସଙ୍କଟ ସଂକୁଳ ମୁହୂର୍ତ୍ତରୁ ବର୍ତ୍ତିଯିବା ସକାଶେ ନାୟାରକୁ ସାହାଯ୍ୟ କରିଥାଏ, ଏଥର ମଧ୍ୟ ତାହା ହିଁ ନାୟାରକୁ ଲାଟୁ ଭିତରେ ସଂଗୁପ୍ତ ମର୍କଟଚିତ ଗୁଣ ବିଷୟରେ ସହସା ସଚେତନ କରିଦେଲା। ଏକମାତ୍ର ଲାଟୁ ଭିତରେ ହିଁ ମାଙ୍କଡ଼ଟି ତାର ପ୍ରୟୋଜନୀୟ ସହାନୁଭୂତିର ଉତ୍ସ ଖୋଜି ପାଇପାରେ ଏବଂ ଲାଟୁ ଜରିଆରେ ହିଁ ଧୀରେ ଧୀରେ ଦଳ ତଥା ତାର କର୍ତ୍ତବ୍ୟ ପ୍ରତି ତାହା ମଧ୍ୟରେ ଅନୁରକ୍ତିର ଉଦ୍ରେକ ହୋଇପାରେ। ସବୁ କ୍ଷେତ୍ର ପରି ଏ କ୍ଷେତ୍ରରେ ମଧ୍ୟ ନାୟାରର ସିଦ୍ଧାନ୍ତର ଯଥାର୍ଥ୍ୟ ଅଚିରେ ପ୍ରତିପାଦିତ ହେଲା। ତାର ବିମର୍ଷ ଏକାକିତ୍ୱ ଉପରେ ଲାଟୁର ହସ୍ତକ୍ଷେପକୁ ମାଙ୍କଡ଼ଟି ଅବଶ୍ୟ ପ୍ରଥମେ ମୋଟେ ପସନ୍ଦ କଲା ନାହିଁ। ତାର ପ୍ରତିବାଦ ବୟସ୍ୟଟିର ମୁଖମଣ୍ଡଳରେ ରକ୍ତିମ ରାମ୍ପୁଡ଼ା ରୂପେ ପ୍ରତିଫଳିତ ହେଲା, କିନ୍ତୁ ଲାଟୁ ପଛଘୁଞ୍ଚା ଦେଲା ନାହିଁ। ନିଜର ଅଭିନୟ ପଟୁ ମୁଖମଣ୍ଡଳରେ ବିକଳ କ୍ରନ୍ଦନର ନାନାଦି ହାସ୍ୟୋଦ୍ଦୀପକ ଅଭିବ୍ୟକ୍ତି ଫୁଟାଇ ସେ ମାଙ୍କଡ଼ର ପ୍ରୀତିଭାଜନ ହେବାକୁ ଚେଷ୍ଟା କଲା। କ୍ରମେ ମନେ ହେଲା ମାଙ୍କଡ଼ଟି ସେ ମଜା ଉପଭୋଗ କରୁଛି। ତାପରେ ଲାଟୁ ଆଣ୍ଠୁମାଡ଼ି ବସି ବଡ଼ ସ୍ନେହ ଭରେ, ବଡ଼ ବିନମ୍ର ଭାବରେ ମାଙ୍କଡ଼କୁ ତାହା କାନ୍ଧରେ ବସି ତାକୁ କୃତାର୍ଥ କରିବା ନିମନ୍ତେ ଆବେଦନ ଜଣାଇଲା। ଆପ୍ୟାୟିତ ଜୀବଟି ସେ ଆବେଦନ ମଞ୍ଜୁର କଲା। ମାଙ୍କଡ଼କୁ ନେଇ ଗର୍ବିତ ପଦକ୍ଷେପରେ ଲାଟୁ ସମସ୍ତଙ୍କ ପାଖରୁ ଥରେ ଥରେ ବୁଲି ଆସିଲା। ସମସ୍ତେ ନବାଗତ ଶିଳ୍ପୀକୁ ଅଭିବାଦନ ଜଣାଇଲେ ଅଙ୍ଗଭଙ୍ଗୀ ଦ୍ୱାରା।
ଅଥବା ଉପଯୁକ୍ତ ଉପହାର ଦ୍ୱାରା। ସାରା ଦିନ ଲାଟୁ ଆଉ ମାଙ୍କଡ଼କୁ ନିଜ ପାଖରୁ ଅନ୍ତର କଲା ନାହିଁ। ଏପରିକି ଖେଳ ଆରମ୍ଭ ପୂର୍ବରୁ ଯେତେବେଳେ ସେ ବୟସ୍ୟ ସାଜରେ ସାଜିବାକୁ ଗଲା, ସେତେବେଳେ ମଧ୍ୟ ମାଙ୍କଡ଼ଟି ବିଜ୍ଞ ଦର୍ଶକ ଭାବରେ ପାଖରେ ବସି ରହି ମୁହଁରେ ଧଳା ରଙ୍ଗ ମଡ଼େଇ ଦେବା ପାଇଁ ଲାଟୁକୁ ସାହାଯ୍ୟ କଲା। ତାପରେ ବୋଧହୁଏ ଲାଟୁର ପରିବର୍ତ୍ତିତ ରୂପରେ ଉତ୍ସାହିତ ହୋଇ ସେ ନିଜେ ମଧ୍ୟ ନିଜ ମୁହଁରେ ପୁଳାଏ ରଙ୍ଗ ବୋଳି ପକାଇଲା। ନୀରବ ଅଭିବ୍ୟକ୍ତି ଦ୍ୱାରା ଦୁହେଁ ଦୁହିଁଙ୍କର ରୂପକୁ ତାରିଫ କଲେ। ସେହି ରାତ୍ରିରେ ହିଁ ଜନବଳୟିତ କ୍ଷୁଦ୍ର ରଙ୍ଗଭୂମିରେ ବୟସ୍ୟର ଶିରଦେଶରେ ଉପବିଷ୍ଟ ହୋଇ ମାଙ୍କଡ଼ଟି ସଦର୍ପ ଅବତୀର୍ଣ୍ଣ ହେଲା। ଗ୍ରାମୀଣ ଜନତା ତାକୁ ଅଭୂତପୂର୍ବ ସମ୍ବର୍ଦ୍ଧନା ଜଣାଇଲା। କ୍ରମେ ଉଚ୍ଛ୍ୱସିତ ହାସ୍ୟରୋଳରେ ଚତୁର୍ଦ୍ଦିଗ ମୁଖରିତ ହେବାକୁ ଲାଗିଲା। କାରଣ ଲାଟୁ ଯାହା କିଛି ଅଙ୍ଗଭଙ୍ଗୀ କଲେ ମାଙ୍କଡ଼ ତାକୁ ଅନୁକରଣ କରିବାକୁ ଚେଷ୍ଟା କରୁଥିଲା। ଖେଳ ପରେ ନାୟାର ଲାଟୁକୁ ଅଭିନନ୍ଦନ ଜଣାଇଲା। ପରିତୃପ୍ତିର ଏକ ଶିହରଣ ଖେଳିଗଲା ଲାଟୁ ଭିତରେ। ତାପରେ ଦିନ ପରେ ଦିନ ଗଭୀର ଅଧ୍ୟବସାୟ ସହକାରେ ଲାଟୁ ମାଙ୍କଡ଼ଟିକୁ ଶିକ୍ଷା ଦେଲା ବହୁବିଧ ଖେଳ ଓ ତାମସା। ଶିକ୍ଷା କରିବା ଦିଗରେ ଜୀବଟିର ଥିଲା ବଡ଼ ଅଦ୍ଭୁତ ନମନୀୟତା। ରହସ୍ୟ ଓ ମଜା ବୁଝିବା ଦିଗରେ ତାର ଯେଉଁ ଶକ୍ତି ଥିଲା, ତାହା ପ୍ରାୟ ମନୁଷ୍ୟଚିତ। ଅତି ଶୀଘ୍ର ସର୍କସର ସମସ୍ତ ଆକର୍ଷଣକୁ ଟପିଗଲା ଲାଟୁ ଓ ମାଙ୍କଡ଼ କର୍ତ୍ତୃକ ଅଭିନୀତ ତାମସା ଓ କୌତୁକ। ଲାଟୁ ଯାହା କରୁଥିଲା ତାକୁ ଅନୁକରଣ କରିବା ହିଁ ଥିଲା ମାଙ୍କଡ଼ର ଭୂମିକା। ଦଳରେ ଥିଲେ ଜଣେ ମହିଳା, ଯାହାଙ୍କର ବୟସ ନିରୂପଣ କରିବା ଥିଲା ସାଧ୍ୟାତୀତ। ତାଙ୍କ ରକ୍ତରେ କିୟଦଂଶ ବିଦେଶୀତ୍ୱ ରହିଥିଲା। ଏହା ଥିଲା ତାଙ୍କର ବିଶେଷ ଆକର୍ଷଣ। ମହିଳାଙ୍କର କୌଣସି ଜଟିଳ ଭୂମିକା ନଥିଲା। ରଙ୍ଗଭୂମିର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ସେ କେବଳ କେତେଥର ଚୀନା ଦେଶୀୟ ପରିଚ୍ଛଦରେ ସଜ୍ଜିତା ହୋଇ ଗମ୍ଭୀର ଭାବରେ ଚାଲି ଯାଉଥିଲେ। ସେତିକି ଥିଲା ଯଥେଷ୍ଟ। ଯେତେବେଳେ ତାଙ୍କର ପର୍ବତ ପ୍ରମାଣ ବପୁକୁ ଅନୁଧାବନ କରି ତାଙ୍କର ହୃଦୟକୁ ଜୟ କରିବା ଉଦ୍ଦେଶ୍ୟରେ ନାନାଦି ଅଙ୍ଗଭଙ୍ଗୀ କରି କ୍ଷୀଣ ତନୁ ଲାଟୁ ଗଳଦ୍ଘର୍ମ ହୋଇ ଚାଲୁଥିଲା, ଦର୍ଶକବୃନ୍ଦ ଆନନ୍ଦରେ ପ୍ରାୟ ବିଦୀର୍ଣ୍ଣ ହୋଇଯାଉଥିଲେ। କିନ୍ତୁ ଏହି ଆମୋଦଦାୟକ ଘଟଣାଟି ରୀତିମତ ହାସ୍ୟରୋଳର ପ୍ରଭଞ୍ଜନରେ ପରିଣତ ହେବାକୁ ଲାଗିଲା, ଯେତେବେଳେ ମହିଳାଙ୍କ ଅନୁରାଗ ଲାଭ କରିବା ସକାଶେ ଅନ୍ୟତମ ପ୍ରାର୍ଥୀ ରୂପେ ଅବତୀର୍ଣ୍ଣ ହେଲା ମାଙ୍କଡ଼ଟି। ଯେକୌଣସି ବ୍ୟକ୍ତିକୁ ନେଇ ଥଟ୍ଟା ତାମସା କରିବାର ଅଧିକାର ବିଦୂଷକର ଥାଏ। ସେହି ପରମ୍ପରା ଅନୁସାରେ ଲାଟୁ ଗମ୍ଭୀର ଦର୍ଶନ କୌଣସି ବ୍ୟକ୍ତିଙ୍କ ମୁଣ୍ଡରୁ ପଗଡ଼ିଟି ବା ହାତରୁ ରୁମାଲଟି ଝିଙ୍କି ନେଇ ନିରୀହ ଭାବରେ ନିଜେ ବ୍ୟବହାର କରିବାରେ ଲାଗିଯାଉଥାଏ। ଏହି କୌତୁକଟିକୁ ନିପୁଣ ଭାବରେ ଅନୁକରଣ କରିବା ସାଥେ ସାଥେ ମାଙ୍କଡ଼ଟି ତହିଁରେ ବହୁତ ଉନ୍ନତି ସାଧନ ମଧ୍ୟ କଲା। ଆକସ୍ମିକ ଭାବରେ କୌଣସି ଭଦ୍ରଲୋକଙ୍କ କୋଳରେ ବସିପଡ଼ି ନିମିଷକେ ତାଙ୍କ ଅସହାୟ ନାସିକା ଉପରୁ ଚଷମାଟି କାଢ଼ି ନେଇ ସେ ଲମ୍ଫ ଦେଇ ଅଦୃଶ୍ୟ ହୋଇଯାଏ। ଦର୍ଶକ ସମାଜରୁ ଉଠେ କରତାଳିର ଝଡ଼। ଯିଏ ପ୍ରକୃତ ଖେଳାଳି, ସର୍କସ ରାଜ୍ୟରେ ଯିଏ ପ୍ରକୃତ ନାଗରିକ, ସେ କେବେ ବି ମଣିଷ ଖେଳୁଆଡ଼ ଆଉ ପଶୁ ଖେଳୁଆଡ଼ ଭିତରର ବ୍ୟବଧାନକୁ ମନେ ରଖିପାରେ ନା। ଜଣେ ଖେଳୁଆଡ଼ ଅନ୍ୟ ଜଣେ ଖେଳୁଆଡ଼କୁ ସମ୍ମାନ କରେ। ମାଙ୍କଡ଼ ପ୍ରତି ଲାଟୁର ଥିଲା ସେହି ମନୋଭାବ। ଅଧିକନ୍ତୁ ମାଙ୍କଡ଼ଟି ଭିତରେ ଲାଟୁ ପାଇଥିଲା ଜଣେ ଶିଷ୍ୟ ଓ ବନ୍ଧୁ। ଅଭିନୟ ମୁହୂର୍ତ୍ତର ଉଜ୍ଜ୍ୱଳ ଆଲୋକ ତଳେ ରଙ୍ଗବେରଙ୍ଗର ଛଦ୍ମବେଶ ତଥା ପ୍ରେମ କୋଚିତ ନାନାଦି ଭଙ୍ଗୀର କୁହେଳି ଭେଦ କରି କେହି ହୁଏତ ଧରିପାରୁନଥିଲେ, କିନ୍ତୁ ଲାଟୁ କ୍ରମେ ବୁଢ଼ା ଓ ଶକ୍ତିହୀନ ହୋଇ ଆସୁଥିଲା। କେଉଁଠାରେ ହେଲେ ଟିକିଏ ମମତା, ଟିକିଏ ସାନ୍ତ୍ୱନା ଖୋଜି ପାଇବା ତାହା ପକ୍ଷରେ ହୋଇ ଉଠିଥିଲା ଅତ୍ୟାବଶ୍ୟକ। ନିଜର ଅଜ୍ଞାତସାରରେ ହେଲେ ବି ମାଙ୍କଡ଼ଟି ଭିତରେ ସେ ପାଇଥିଲା ସାହସ ଓ ଆତ୍ମବିଶ୍ୱାସର ଉତ୍ସ। କିନ୍ତୁ ଲାଟୁ ଜୀବନରେ ଅଚାନକ ଦେଖାଗଲା ସଙ୍କଟ। ଶାରୀରିକ ଗଠନର ତ ବିଶେଷତ୍ୱ ଯୋଗୁଁ
ଯଦିଚ ତାର ବାର୍ଦ୍ଧକ୍ୟ ବୁଝା ପଡ଼ୁନଥିଲା, ତଥାପି ବିପର୍ଯ୍ୟୟ ସହ୍ୟ କରିବାର ଶକ୍ତି ତାର ହ୍ରାସ ହୋଇ ଆସୁଥିଲା। କୌଣସି ଏକ ଜନପଦରୁ ତମ୍ବୁ ଗୋଟାଇ ଗ୍ରାମାନ୍ତରର ଏକ ମେଳା ଅଭିମୁଖେ ଯାଉ ଯାଉ ଏକଦା ସୁଦୀର୍ଘ ପଥରେ ସର୍କସ ଦଳର ସଭ୍ୟମାନେ ବହୁ ସମୟ ଧରି ପ୍ରବଳ ବର୍ଷାରେ ତିନ୍ତିବାକୁ ବାଧ୍ୟ ହେଲେ। ରାତିରେ ଲାଟୁ ଅନୁଭବ କଲା ପ୍ରବଳ ଶୀତ। ସକାଳ ବେଳକୁ ଦେହରେ ଅନୁଭୂତ ହେଲା ପ୍ରଖର ଉତ୍ତାପ। ଚିତାବାଘକୁ ନେଇ ଯିଏ ଖେଳ ଦେଖାଏ, ସେହି ରାମୁ ହୋମିଓପାଥିକ ଔଷଧ ଦେଇ ଅବଶ୍ୟ ଚିକିତ୍ସା କଲା, କିନ୍ତୁ ଉତ୍ତାପ କମିଲା ନାହିଁ। ସୂର୍ଯ୍ୟାସ୍ତ ବେଳକୁ ଏକଥା ସ୍ପଷ୍ଟ ହୋଇ ଉଠିଲା ଯେ ସେ ରାତିରେ ବିନା ବୟସ୍ୟରେ ହିଁ ଖେଳ ଦେଖାଇବାକୁ ହେବ। ନାୟାର ବଡ଼ ବିବ୍ରତ ହେବା ଭଳି କଥାବାର୍ତ୍ତା କଲା। ଏଭଳି ପରିସ୍ଥିତିରେ ସେ ବରାବର ତାହା ହିଁ କରିଥାଏ। କିନ୍ତୁ ଅଳ୍ପ ସମୟ ଭିତରେ ଲାଟୁ ଦେଲା ଏକ ଅଭିନବ ପ୍ରସ୍ତାବ। ଆଜି ରାତିରେ ମାଙ୍କଡ଼ ଏକୁଟିଆ ଯେତିକି ପାରିବ ସେତିକି ଖେଳ ଦେଖାଉ, କ୍ଷତି କ'ଣ? ଲାଟୁର ଏହି ପ୍ରସ୍ତାବ ନାୟାରକୁ ଉତ୍ସାହିତ କଲା। ଜ୍ୱରରେ ଥରୁଥିବା ଅବସ୍ଥାରେ ମଧ୍ୟ ଲାଟୁ ମାଙ୍କଡ଼କୁ ଯଥାରୀତି ବେଶଭୂଷା ପିନ୍ଧାଇ ଦେଲା। ଦୁଇଗୁଣ ଉତ୍ସାହରେ ତା ମୁହଁରେ ରଙ୍ଗ ଚଢ଼ାଇ ଦେଲା। ଯଥା ସମୟରେ ଖେଳ ଆରମ୍ଭ ହେଲା। କମ୍ବଳ ଘୋଡ଼ି ହୋଇ ଲାଟୁ ରଙ୍ଗଭୂମି ନିକଟକୁ ଆସି ମାଙ୍କଡ଼କୁ ତହିଁ ଭିତରକୁ ଠେଲିଦେଲା। ଯଦିଓ ଶିଷ୍ୟର ଅଭିନୟ ଦେଖିବା ପାଇଁ ଛିଡ଼ା ହୋଇ ରହିବା ସମ୍ଭବପର ହେଲା ନାହିଁ, ତଥାପି ଅଳ୍ପ ସମୟ ଉତ୍ତାରୁ ରଙ୍ଗଭୂମି ଭିତରୁ ସେ ଶୁଣିପାରିଲା ପ୍ରବଳ କରତାଳି ଧ୍ୱନି। ପୁଣି ଥରେ ବହୁତ ଆୟାସ ସହକାରେ ସେ ରଙ୍ଗଭୂମିର ପ୍ରବେଶିକା ପର୍ଦ୍ଦା ନିକଟକୁ ଆସି ଉଙ୍କି ମାରି ଫେରିଗଲା। ସେ ଯାହା ଅନୁମାନ କରିଥିଲା ତାହା ଠିକ୍। ଲାଟୁ ବିନା ମଧ୍ୟ ମାଙ୍କଡ଼ ଅସାମାନ୍ୟ ସାଫଲ୍ୟ ସହକାରେ ତାର ଭୂମିକା ତୁଲାଇ ଚାଲିଛି। ଲାଟୁ ଫେରିଆସି ସ୍ଥବିର ଭଳି ନିଜ ସେଜରେ ଶୋଇ ରହିଲା। ଛାତି ଭିତରଟା ଖୁବ୍ ଜୋରରେ ଉଠପଡ଼ ହେଉଥିଲା। ସେଇଟା ଆନନ୍ଦଜନିତ ନୁହେଁ, ଆତଙ୍କର ଏକ ହିମ ଅନୁଭୂତି ତାକୁ ଗ୍ରାସ କରି ଆସୁଥିଲା। ବାସ୍ତବିକ ଲାଟୁର ଅନୁପସ୍ଥିତି ସତ୍ତ୍ୱେ ଜନତା ଭିତରେ ଉଲ୍ଲାସର ପ୍ରାଚୁର୍ଯ୍ୟରେ କୌଣସି ବ୍ୟତିକ୍ରମ ଘଟିନାହିଁ। ମଣିଷର ମାଙ୍କଡ଼ାମିରୁ ବଞ୍ଚିତ ଜନତା ମାଙ୍କଡ଼ର ମଣିଷାମିକୁ ଯଥେଷ୍ଟ ଉପଭୋଗ କରୁଛନ୍ତି। ସେହି ପର୍ବତପ୍ରାୟ ରମଣୀଙ୍କ ହୃଦୟରେ ଅନୁରାଗ ସଞ୍ଚାର କରିବା ଆଶାରେ ପାତିର ଅଭିସାର ଜନତାକୁ ଅପ୍ରତ୍ୟାଶିତ ଭାବରେ ଚମତ୍କୃତ କରିଛି। ଖେଳ ସମାପ୍ତ ହେବା ଉତ୍ତାରୁ ମାଙ୍କଡ଼କୁ ଯେତେବେଳେ ଲାଟୁର ସେଜ ସମୀପକୁ ଅଣାହେଲା, ଲାଟୁ ଅବଶ୍ୟ ତାର ପିଠି ଥାପୁଡ଼ାଇ ତାକୁ ଅଭିନନ୍ଦନ ଜଣାଇବାରେ ତ୍ରୁଟି କଲା ନାହିଁ। ଲାଟୁର ଅସୁସ୍ଥତା ସକାଶେ ନାୟାର ବିବ୍ରତ ବୋଧ କରିବାର କୌଣସି ଲକ୍ଷଣ ତେଣିକି ପରିଦୃଷ୍ଟ ହେଲା ନାହିଁ। ଖେଳ ପ୍ରଦର୍ଶନ ଅବ୍ୟାହତ ରହିଲା। ଜନପଦର ଘରେ ଘରେ ମାଙ୍କଡ଼ର କୃତିତ୍ୱ ହିଁ ହେଲା ରୋମାଞ୍ଚକର ଆଲୋଚନାର ବିଷୟ। ପ୍ରାୟ 1 ସପ୍ତାହ ପରେ ଲାଟୁ ଜ୍ୱରମୁକ୍ତ ହେଲା। କିନ୍ତୁ ଦିନ କେତୋଟିର ଉତ୍ତାପ ଯେପରି ତାର ଯୁବାନୁରୂପ ଶାରୀରିକ ବିଶେଷତ୍ୱ ସବୁକୁ ଭସ୍ମୀଭୂତ କରିଦେଇଗଲା। ରୋଗଶଯ୍ୟାରୁ ଉଠିବା ପରେ ସେ ଦଳର ବନ୍ଧୁମାନଙ୍କ ଆଖିକୁ ଅର୍ଦ୍ଧପରିଚିତ ବୃଦ୍ଧଟିଏ ଭଳି ଦେଖାଯାଉଥିଲା। ଆଜି ରାତିଠୁ ତମ କାମ ପୁଣି ଆରମ୍ଭ କରିବ ତ? ନାୟାର ପଚାରିଲା। ନା ମାଷ୍ଟର, ଅନ୍ତତଃ ଦିନ କେତୋଟି ପାଇଁ ମୋର ବିଶ୍ରାମ ଲୋଡ଼ା। ଆଉ ଲୋଡ଼ା ଭଲ ଟନିକ୍ କେଇ ବୋତଲ। ବଡ଼ କାହିଲା ହୋଇପଡ଼ିଛି। ଏହାପରେ ଲାଟୁ ଟନିକ୍ କିଣିବା ନିମନ୍ତେ କିଛି ଟଙ୍କା ପାଇଁ ଅନୁରୋଧ ଜଣାଇଲା। ଦୁର୍ଭାଗ୍ୟକୁ ସେଦିନ ନାୟାରର ମିଜାଜ ଠିକ୍ ନଥିଲା। ସେ ଲାଟୁର ନିବେଦନକୁ ତତ୍କ୍ଷଣାତ୍ ସଂକ୍ଷେପରେ ନାମଞ୍ଜୁର କରିଦେଲା। ତତୋଧିକ ଦୁର୍ଭାଗ୍ୟର କଥା, ଜ୍ୱର ଭୋଗିବା ପରେ ଦୁର୍ବଳ ଲାଟୁର ମିଜାଜ ମଧ୍ୟ ଟିକିଏ ଲଗାମ ଛଡ଼ା ହୋଇଯାଇଥିଲା। ତାର ଅଣାୟତ୍ତ ମିଜାଜଟି କଥାବାର୍ତ୍ତାରେ ପ୍ରକାଶ ହୋଇପଡ଼ିବା ମାତ୍ରେ ନାୟାର ଭୀଷଣ ଉତ୍ତେଜିତ ହୋଇ ଉଠିଲା। ଦୁହିଁଙ୍କ ଭିତରେ କଳି ଲାଗିଲା
ଏବଂ ଯଥାଶୀଘ୍ର ଅନ୍ୟମାନେ ସେଠାରେ ରୁଣ୍ଡ ହୋଇଗଲେ। ପ୍ରତିଷ୍ଠାନର ସ୍ୱତ୍ୱାଧିକାରୀକୁ ସ୍ୱଭାବତଃ ଅନେକ କଥା ଜଗି ଚଳିବାକୁ ପଡ଼େ। ସମସ୍ତଙ୍କ ଆଗରେ ସେ ବା କିପରି ନିଜର ପ୍ରତିପତ୍ତି ପ୍ରତି ଅସମ୍ମାନକୁ ସହ୍ୟ କରନ୍ତା। ଅତଏବ କ୍ରୋଧାନ୍ଧ ନାୟାର ଚିତ୍କାର କରି କହିଲା, ମୋର ବ୍ୟବସ୍ଥା ବ୍ୟବହାର ଯଦି ତମର ପସନ୍ଦ ନ ହେଉଛି, ତେବେ ତମେ ଏଇ ମୁହୂର୍ତ୍ତରେ ଦି ଗ୍ରେଟ୍ ଗ୍ରାଣ୍ଡ ସର୍କସରୁ ବାହାରି ଯାଇପାର। ତମ କାମ ଆମ ମାଙ୍କଡ଼ଟି ମନ୍ଦ ତୁଲାଉ ନାହିଁ। ତାପରେ ମୁହଁରେ ବ୍ୟଙ୍ଗାତ୍ମକ ହସ ଫୁଟାଇ ନାୟାର ପୁଣି କହିଲା, ବରଂ ସେ ମାଙ୍କଡ଼କୁ ଟନିକ୍ ପିଆଇବା ଗୋଟାଏ ମହତ୍ କାମ ହେବ। ଲାଟୁ ଟଳି ଟଳି ନିଜ ତମ୍ବୁ ଭିତରେ ପଶିଲା। ମାଙ୍କଡ଼ଟି ସେଠାରେ ଥିଲା। ଲାଟୁ ଦୀର୍ଘ ସମୟ ଧରି ତା ଆଡ଼କୁ ଚାହିଁ ରହିଲା। ଜୀବଟି ମଧ୍ୟ ଆଖି ଯୋଡ଼ିକ ମିଞ୍ଜି ମିଞ୍ଜି କରି ତା ଗୁରୁର ମନୋଭାବ ବୁଝିବାର ପ୍ରୟାସ କରୁଥିଲା। ଆଉ ମନେ ହେଉଥିଲା ଯେମିତି ସେ ବେଶ୍ କିଛି ବୁଝିପାରୁଛି। ଲାଟୁ ସେହିପରି ଅନାଇ ରହି କହିଲା, ଜୀବନର ଏତେ ଗୁଡ଼ାଏ ବର୍ଷ ମୁଁ ବୁଦ୍ଧୁ ରୂପେ ସର୍କସରେ ଅଭିନୟ କଲି। ଏଇ ଶେଷ ଅବସ୍ଥାରେ ଯେ ମୋତେ ବୁଦ୍ଧୁ ବନି ବିଦା ନେବାକୁ ପଡ଼ିବ, ସେଥିରେ ବା ଆଶ୍ଚର୍ଯ୍ୟ କ'ଣ? ଲାଟୁ ତା ସେଜରେ ବସି ପଡ଼ିବା ବେଳକୁ ରାମୁ ଆସି ପହଞ୍ଚି ମାଙ୍କଡ଼କୁ ଟେକି ନେଇ ଚାଲିଗଲା। ଅବଶ୍ୟ ବିମର୍ଷ ଭାବରେ ସେ କୈଫିୟତ ଦେଇଗଲା, ମାଷ୍ଟର କହିଲେ ମାଙ୍କଡ଼ ଏଣିକି ସବୁବେଳେ ତା ପିଞ୍ଜରାରେ ରହିବ। ଲାଟୁ ଉତ୍ତେଜନାରେ ଥରି ଥରି ଛିଡ଼ା ହୋଇ ପଡ଼ିଲା। ନାୟାର କ'ଣ ଭାବିଲା? ସେ ନିଜକୁ ନିଜେ ପ୍ରଶ୍ନ କଲା। ଲୋକଟିର ମନକୁ କ'ଣ ଏଇ ସନ୍ଦେହ ଆସିଲା ଯେ ମୁଁ ମୋ ନିଜ ଦାନା ମୁଠିକ ସକାଶେ ମାଙ୍କଡ଼ଟିକୁ କାଳେ ମାରିଦେବି? ସେପରି ଥରୁଥିବା ଅବସ୍ଥାରେ ହିଁ ଲାଟୁ ତାର ସାମାନ୍ୟ ବ୍ୟବହାର୍ଯ୍ୟ ସମ୍ପତ୍ତିତକ ସଂଗ୍ରହ କରି ତମ୍ବୁରୁ ବାହାରି ଚାଲିଗଲା। ସେତେବେଳେ ପ୍ରଚାର ଉଦ୍ଦେଶ୍ୟରେ ସଙ୍ଗୀତ ସହଯୋଗେ ସର୍କସ ଖେଳାଳି ସମ୍ପ୍ରଦାୟର ଆବାଳ ବୃଦ୍ଧ ବନିତା ଜନ୍ତୁ ଏକ ଶୋଭାଯାତ୍ରାରେ ସଂଗଠିତ ହେଉଥିଲେ। ବୟସ୍ୟର ନିଷ୍କ୍ରମଣକୁ କେହି ଲକ୍ଷ୍ୟ କରିପାରିଲେ ନାହିଁ। ଗ୍ରାମ୍ୟ ବଜାରଟିର ଶେଷ ପ୍ରାନ୍ତରେ ଗୋଟିଏ ଛୋଟ ଚଟିଘର ବାରନ୍ଦାରେ ଅବସନ୍ନ ଲାଟୁ ଯାଇ ଶୋଇପଡ଼ିଲା। ଦୂର ଦିଗନ୍ତରେ ଯେତେବେଳେ ସୂର୍ଯ୍ୟ ଧୀରେ ଧୀରେ ଅସ୍ତ ଗଲେ, ରକ୍ତିମ ଆକାଶ ତଳେ ଆସନ୍ନ ତିମିରର ଶୀତଳ ଶାନ୍ତି ଲାଟୁର ମନ ମଧ୍ୟରେ ଉଜ୍ଜୀବିତ କରି ତୋଳିଲା ତାର ଅନତି ସଂକ୍ଷିପ୍ତ ଜୀବନର ବହୁ ବିଚିତ୍ର ସ୍ମୃତି। ଆଜୀବନ ଲାଟୁ ଏକାକୀ। ରାତି ରାତି ଧରି ଜନତା ଜନାର୍ଦ୍ଦନଙ୍କ ଆଗରେ ସେ ନର୍ତ୍ତନ କରେ ସତ୍ୟ। ଆପଣା ଅନ୍ତର୍ଲୋକର ଦୁନିଆଟି ତାର କିନ୍ତୁ ଏକାନ୍ତ ନିର୍ଜନ। ଆବାଲ୍ୟ ପିତୃମାତୃହୀନ ଲାଟୁ ତାର ଆଦି କୈଶୋର କାଳରେ ସ୍ୱଗ୍ରାମର ଏକ ଯାତ୍ରା ଦଳରେ ଯୋଗ ଦେଇଥିଲା। ତାକୁ ଅବଶ୍ୟ ଦିଆଯାଇଥିଲା ଏକ ସୁକୁମାର ରାଜପୁତ୍ରର ଭୂମିକା। କିନ୍ତୁ ସୁକୁମାର ରାଜପୁତ୍ରଟିକୁ ଅଧିକାଂଶ ବେଳେ ନିରାହାରରେ ହିଁ ରହିବାକୁ ପଡ଼ୁଥିଲା। ତାପରେ ଲାଟୁ ଯାଇ ଏକ ଛୋଟ ମହକୁମା ସହରରେ ଗୋଟିଏ ହୋଟେଲରେ ଚାକିରି କରିଥିବା ଅବସ୍ଥାରେ ତା ଜୀବନରେ ଆସିଥିଲା ସର୍କସର ପ୍ରଥମ ନିମନ୍ତ୍ରଣ। ତା ନିଜ ବୟସର ଏକ ଗୌରବର୍ଣ୍ଣ ଉଜ୍ଜ୍ୱଳ ନୟନ କିଶୋର ରହିଥିଲା ସେହି ଦଳରେ। ନାମ ପଲ୍ଟୁ। ତୁଙ୍ଗ ତମ୍ବୁର ଊର୍ଦ୍ଧ୍ୱ ଦେଶରେ ମୋଟା ଦଉଡ଼ି ଓ ଲୌହବଳୟ ଭିତରେ ବିଦ୍ୟୁତ୍ ଭଳି ସେ କିଶୋରଟି ଲପଟି ଯାଉଥିଲା। ଲାଟୁ ସହ ପଲ୍ଟୁର ପ୍ରଗାଢ଼ ବନ୍ଧୁତା ଜନ୍ମିଥିଲା। ଫଳରେ ଯେତେବେଳେ ସାର୍କାସଟି ସହର ଛାଡ଼ି ଅନ୍ୟତ୍ର ଗଲା, ଲାଟୁ ମଧ୍ୟ ହୋଟେଲ ଚାକିରି ଛାଡ଼ି ସର୍କସର ଦ୍ୱାରପାଳ ତଥା ରିଂ ମାଷ୍ଟରର ପରିଚାରକ ରୂପେ ନିଯୁକ୍ତି ପାଇ ଦଳ ସହିତ ଜୀବନର ବିସ୍ତୃତ ରଣାଙ୍ଗନକୁ ବାହାରି ପଡ଼ିଲା। ତାପରେ ଏକଦା ଦୂରାନ୍ତରର କୌଣସି ନଗର ଉପକଣ୍ଠରେ ନିଶିଥର ପ୍ରଥମ ପ୍ରହରରେ ସର୍କସଟିର ଖେଳ ଜୋରସୋରରେ ଚାଲିଥିବା ବେଳେ ଅଚାନକ ଆସିଲା ଏକ ଭୟଙ୍କର ଘୂର୍ଣ୍ଣିବାତ୍ୟା। ସୁବୃହତ୍ ତମ୍ବୁଟି ଗଲା ଓଲଟି। ଶୂନ୍ୟରୁ ଖସିପଡ଼ି ପଲ୍ଟୁର ହୃଦଯନ୍ତ୍ର ତତ୍କ୍ଷଣାତ୍ ବନ୍ଦ ହୋଇଗଲା। ଲାଟୁ ପକ୍ଷରେ ଆଉ ଏଣିକି ସେ ପରିବେଶ ସହ୍ୟ କରିବା ସମ୍ଭବପର ହେଲା ନାହିଁ।
ଜୀବିକାର କୌଣସି ନବତନ ମାର୍ଗର ସନ୍ଧାନରେ ସେ ଇତସ୍ତତଃ ବିଚରଣ କରିବାକୁ ଲାଗିଲା। କିନ୍ତୁ ସପ୍ତାହ କେତୋଟି ମାତ୍ର। ଅବିଳମ୍ବେ ସେ ବୁଝିଲା ଯେ ସର୍କସ ଜୀବନର ଯାଦୁକାରୀ ମାୟା ତାର ଅନ୍ତର୍ଲୋକକୁ କରି ରଖିଛି ଆଚ୍ଛନ୍ନ। ଯେମିତି ସନ୍ଧ୍ୟା ଘୋଟି ଆସେ ସେମିତି ଲାଟୁକୁ ଉଚ୍ଛନ୍ନ କରି ତୋଳେ ସର୍କସର ଉଦ୍ଦୀପକ ଯନ୍ତ୍ର ସଙ୍ଗୀତ। କରତାଳିର ଘନ ଘନ ବିସ୍ଫୋରଣ ଭିତରେ ବିପଦ ସହିତ ଯୁଝିବାର ସେହି ଅପ୍ରତିରୋଧ୍ୟ ନିଶା, ନାନାଦି ପଶୁଙ୍କ ବିଚିତ୍ର ସାହଚର୍ଯ୍ୟ, ଖେଳୁଆଡ଼ କିଶୋରୀଙ୍କ ସହିତ ଅନ୍ତରଙ୍ଗତା ଏବଂ ଦୂରଦୂରାନ୍ତରର ଭ୍ରମଣର ସ୍ମୃତି। ଅଚିରେ ଲାଟୁ ଯୋଗ ଦେଇଥିଲା ଅନ୍ୟ ଏକ ସର୍କସ ଦଳରେ। ତାପରେ ଲାଟୁ ଜୀବନର ସମସ୍ତ ବର୍ଷ ସର୍କସ ଦଳମାନଙ୍କରେ ହିଁ ବିତି ଯାଇଛି। ବିଭିନ୍ନ ଭୂମିକାରେ ସେ ଅବତୀର୍ଣ୍ଣ ହୋଇଛି, ବହୁବିଧ ଅଭିଜ୍ଞତାର ଅଧିକାରୀ ହୋଇଛି। ସର୍କସ ତମ୍ବୁର ଦ୍ୱାରପାଳ ରୂପେ ବିନା ଟିକେଟରେ ଦର୍ଶନେଚ୍ଛୁ ଜନତା ଦ୍ୱାରା ଲାଞ୍ଛିତ ହୋଇଛି। ଭଲ୍ଲୁକ ସେବକ ରୂପେ ତାହା ନିକଟରୁ ଆଞ୍ଛୁଡ଼ା ଖାଇଛି। ଅବଶେଷରେ ତାର ଅନ୍ତର୍ନିହିତ ବିଦୂଷକଟି ଆବିଷ୍କୃତ ହେବା ପରଠାରୁ ସେ ସର୍କସର ଶିଳ୍ପୀ ସମାଜର ଅନ୍ତର୍ଭୁକ୍ତ ହୋଇ ଆସିଛି। ତା ଆଖି ଆଗରେ କେତେ ଦଳର ଉତ୍ଥାନ ପତନ ଘଟିଛି। ଭାଗ୍ୟର ଘୂର୍ଣ୍ଣିବାତ୍ୟା ଭିତରେ ସେ ନିଜକୁ ଶୁଖିଲା ପତ୍ରଟିଏ ଭଳି ଛାଡ଼ି ଦେଇଛି। କେବେ ବି ନିଜକୁ ଜାହିର କରିବାକୁ ଚେଷ୍ଟା କରିନାହିଁ। ତାହା ନ ହୋଇଥିଲେ ସୁପ୍ରତିଷ୍ଠିତ ଦଳଗୁଡ଼ିକୁ ଛାଡ଼ି ସର୍କସର ନାମମାତ୍ର ବହନ କରୁଥିବା ଦି ଗ୍ରେଟ୍ ଗ୍ରାଣ୍ଡ ଭିତରେ ତାକୁ ଆଶ୍ରୟ ନେବାକୁ ହୋଇନଥାନ୍ତା। ସେ ରାତ୍ରିରେ ଲାଟୁ ଅକ୍ଳେଶରେ ନିଦ୍ରାଗଲା, କାରଣ ଉତ୍ତେଜିତ ବା ଚିନ୍ତିତ ହେବା ଭଳି ସାମାନ୍ୟ କିଛି କାର୍ଯ୍ୟକ୍ରମ ବି ତା ମୁଣ୍ଡରେ ନଥିଲା। ମନେ ହେଉଥିଲା ଯେମିତି ସବୁ କିଛିର ଶେଷ ସୀମାନ୍ତରେ ସେ ପହଞ୍ଚି ଯାଇଛି। କିନ୍ତୁ ଭୋର ହେବା ସଙ୍ଗେ ସଙ୍ଗେ ତାଙ୍କୁ ଚିନ୍ତିତ ହେବାକୁ ହିଁ ପଡ଼ିଲା। କିଛି ହେଲେ କରିବାକୁ ତ ହେବ, କୁଆଡ଼େ ହେଲେ ଯିବାକୁ ତ ହେବ। ସେ ଆଖି ବୁଜି ବସିଥିଲା ଓ ଚିନ୍ତା କରୁଥିଲା। ଏତିକି ବେଳେ ପଛପଟରୁ ତାର କଣ୍ଠଦେଶକୁ ବେଷ୍ଟନ କରି ତା ଦେହରେ ଶିହରଣ ଖେଳାଇଦେଲା ଯେଉଁ ଟିକି ଟିକି କରଯୁଗଳ, ତାହା ତାର ଅତି ପରିଚିତ। ମାଙ୍କଡ଼ ଆସି ପହଞ୍ଚି ଯାଇଥିଲା। ହୁଏତ ଗତ ରାତିରେ ଖେଳ ଚାଲିଥିବା ଅବସ୍ଥାରେ ଅଥବା ଖେଳ ଶେଷ ହେବାର ଅବ୍ୟବହିତ ପରେ, ମୋଟ ଉପରେ ପିଞ୍ଜରାରେ ଆବଦ୍ଧ ହେବା ପୂର୍ବରୁ ହିଁ ସେ ନିଶ୍ଚୟ ପଳାଇ ଆସିଛି। ଦେହରେ ତାର ସେଯାଏ ରହିଛି ମଜାଦାର ପୋଷାକ ଓ ମୁହଁରେ ହରେକ ରଙ୍ଗ। ବିଚାରା ମୋତେ ଏଆଡ଼େ ସେଆଡ଼େ ବହୁତ ଖୋଜିଥିବ। ଲାଟୁ ସ୍ୱଗତୋକ୍ତି କରି ମାଙ୍କଡ଼ ପିଠିରେ ହାତ ବୁଲାଇ ଉଚ୍ଚ କଣ୍ଠରେ ହସିବାକୁ ଲାଗିଲା। ଏଇ ବିଚକ୍ଷଣ ଦରଦୀ ଖେଳୁଆଡ଼ ଶିଷ୍ୟକୁ ନେଇ ସେ ଗ୍ରାମ ଗ୍ରାମାନ୍ତରରେ ଖେଳ ଦେଖାଇ ଅକ୍ଳେଶରେ ଜୀବିକା ନିର୍ବାହ କରିପାରିବ। ଆଉ ଯଦି ନାୟାର ମାଙ୍କଡ଼କୁ ଫେରାଇ ନେବାକୁ ଆସେ, ତେବେ ମାଙ୍କଡ଼ ସହିତ ଲାଟୁକୁ ମଧ୍ୟ ଫେରାଇ ନେଇ ଯିବାଟା ଯେ କେତେ ଜରୁରୀ ପ୍ରୟୋଜନ, ସେତେକ ସେ ଅବଶ୍ୟ ନିଶ୍ଚୟ ବୁଝିପାରିବ।